ବିଶ୍ୱଜିତ ଭାଇ କହିଥାନ୍ତି, ଏହି ଘଟଣା ସେହିଦିନ ରାତିର, ଯେଉଁଦିନ କାମରୁ ଆସିବାର ଟିକେ ଲେଟ୍ ହୋଇଯାଇଥିଲା। ତ ମୁଁ ସାଇକେଲ ସ୍ପିଡ୍ ଚଲାଉଥିଲି, କାହିଁକିନା ବହୁତ ରାତି ହୋଇଯାଇଥିଲା। ଘରକୁ ଜଲ୍ଦି ଆସିବାର ଥାଏ। ତ ମୁଁ ସେ ଅନ୍ଧାର ରାତିରେ ଟିକେ ଟିକେ ଜହ୍ନ ଆଲୁଅରେ ମୁଁ ସାଇକେଲ ସ୍ପିଡ୍ ଚଲାଉଥାଏ। ମୋର ମନରେ ଗୋଟିଏ ଟେନସନ୍ ଥିଲା, କାହିଁକିନା ମୋ ବାପାଙ୍କର ଆଖି ଅପରେସନ୍ ହେବ, ଟିକିଏ ଅଧିକ ପଇସା ଦରକାର। ତ ମୁଁ ଟେନସନ୍ ହୋଇ ସାଇକେଲ ଚଲାଉଥାଏ। ମୁଁ ଗୋଟିଏ ମଶାଣି ଦେଇ ଯିବାର ଥାଏ। ମୁଁ ଯେତେବେଳେ ସେ ମଶାଣି ପାଖରେ ପହଞ୍ଚେ, ମୋର ନଜର ପଡ଼େ ଗୋଟିଏ ଚମକୁଥିବା ଗୋଟେ ଜିନିଷ ଉପରେ। ମୁଁ ତାକୁ ଦେଖିବି ବୋଲି ସାଇକେଲ ରଖିଦିଏ। ସାଇକେଲରୁ ଓହ୍ଲେଇ ମୁଁ ଧ୍ୟାନର ସହ ତାକୁ ଦେଖେ, କିନ୍ତୁ ଅନ୍ଧାର ଯୋଗୁଁ କିଛି ଦେଖାଯାଏ ନାହିଁ। ତ ମୁଁ ନିଷ୍ପତ୍ତି ନିଏ, ମୁଁ ଯାଇ ତାକୁ ଦେଖିବି, ସେ ଜିନିଷଟା କ'ଣ। ତ ମୁଁ ସାଇକେଲ ରଖିଦେଇ ମୁଁ ମଶାଣି ଭିତରକୁ ଯାଏ। ମୁଁ ଯାଉଥିବା ବେଳେ ମୋର ମନେ ହୁଏ ମୋ ପଛ ଦେଇ କିଏ ଗୋଟେ ଚାଲିଯିବାର। ତ ମୁଁ ଡରି ପଛକୁ ଅନାଏ, କିନ୍ତୁ ମୋ ଛଡ଼ା ସେଠି ଆଉ କେହି ନଥାଏ। ତାପରେ ବି ମୁଁ ଡରି ଡରି ଆଗକୁ ବଢ଼ୁଥାଏ, କାହିଁକିନା ଚାରିପାଖରେ କୁକୁର ଭୁକୁଥାନ୍ତି। ମୁଁ ଯାଇ ଯେତେବେଳେ ସେ ଗୋଟେ ଚମକୁଥିବା ପଥର, ମୁଁ ଯାଇ ତାକୁ ହାତରେ ଧରି ପକାଏ। ଧରିବା ପରେ ମୁଁ ତାକୁ ଏପଟ ସେପଟ କରି ତାକୁ ଦେଖେ। ମୁଁ ଯେତେବେଳେ ଦେଖିଲି, ମୁଁ ଦେଖୁଥାଏ, ମୋର ପଛପଟରୁ କିଏ ଗୋଟେ ପାଟି କରି କହିବାର ଆବାଜ ଆସେ, ସେ ପଥର ସେଠି ରଖିଦେ। ମୁଁ ଯେତେବେଳେ ମୋ ସାମ୍ନାକୁ ଅନେଇଲି, ମୋର ନଜର ପଡ଼େ ମୋ ଆଗରେ ଥିବା ଗୋଟେ ଗଛ ଉପରେ। ଗଛ ତଳେ ଗୋଟେ ଲୋକ ଠିଆ ହୋଇଥାଏ। ତା ମୁହଁ ପୁରା ଭୟାନକ ଦେଖାଯାଉଥାଏ। ସେ ମୋ ଆଡ଼କୁ ଚାଲି ଚାଲି ଆସୁଥାଏ। ତ ମୁଁ ଡରି ସେ ପଥର ସେଇଠି ରଖିଦିଏ। ତାପରେ ମୋ ପାଖରେ ଥିବା ସମାଧି ମାନଙ୍କର ଗୋଟେ ଗୋଟେ ମଣିଷ ଠିଆ ହୋଇ ପଡ଼ନ୍ତି। ମୁଁ ପୁରା ଡରିଯାଏ। ମୁଁ କିଛି ବୁଝିପାରୁନଥାଏ। ତାପରେ ମୁଁ ଯେତେବେଳେ ଦେଖିଲି ସେ ଲୋକଟା ମୋ ଆଡ଼କୁ ଆସୁଥିଲା, ତାଙ୍କୁ ଦେଖି ସେ ଲୋକଟା ଗାୟବ ହୋଇଗଲା। ତାପରେ ସେ ଲୋକମାନଙ୍କ ଭିତରୁ ଜଣେ ଲୋକ ଗୋଟେ ମୋତେ କଳା ବ୍ୟାଗ୍ ଦେଲେ। ସେ କହିଲା କି, ଏହି ବ୍ୟାଗ୍ ସୂର୍ଯ୍ୟ ଉଦୟ ହେଲେ ଖୋଲିବ। ଏବେ ତମେ ଘରକୁ ଜଲ୍ଦି ପଳାଅ। ମୁଁ ତାପରେ ସେ ବ୍ୟାଗ୍ ନେଇ ଘରକୁ ପଳାଇ ଆସିଲି। ତା ପରଦିନ ସକାଳେ ମୁଁ ଯେତେବେଳେ ସେ ବ୍ୟାଗ୍ ଖୋଲି ଦେଖେ, ତା ଭିତରେ ଗୋଟିଏ ପଇସା ଥାଏ। ଗୋଟେ ବଣ୍ଡଲ ପୁରା ପଇସା ଥାଏ। ଯେତେ ମୋର ବାପାଙ୍କ ଆଖି ଅପରେସନ୍ ପାଇଁ ଯେତିକି ପଇସା ଦରକାର ଥାଏ, ସେତିକି ପଇସା ତା ଭିତରେ ଥାଏ। ତ ମୁଁ ଯାଇ ସଙ୍ଗେ ସଙ୍ଗେ ମୋ ବାପାଙ୍କ ଆଖି ଅପରେସନ୍ କରିଦିଏ। ତାପରେ ମୁଁ ଯେତେବେଳେ ସେ ମଶାଣି ପାଖ ଦେଇ ଯାଏ, ତ ମୁଁ ସେଠି ଗୋଟେ ସାଇକେଲ ରଖିଦେଇ ନମସ୍କାରଟେ ମାରିଦିଏ। ତାପରେ ଯୁଆଡ଼େ ଯିବା କଥା ମୁଁ ଯାଏ। ତ ଦର୍ଶକ ବନ୍ଧୁ, ଏହା ଥିଲା ବିଶ୍ୱଜିତ ଭାଇଙ୍କ କାହାଣୀ। ଯଦି ଏହି ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ନମସ୍କାର।